ଆସନ୍ତୁ କିଛି ସମୟ ପାଇଁ ରାଜା ମହାରାଜା ଆଉ ବଡ଼ ବଡ଼ ଯୁଦ୍ଧର କାହାଣୀକୁ ପାଖରେ ରଖିବା। କେବେ ଭାବିଛନ୍ତି ମଧ୍ୟଯୁଗୀୟ ଓଡ଼ିଶାରେ ଜଣେ ସାଧାରଣ ଲୋକର ଜୀବନ ପ୍ରକୃତରେ କେମିତି ଥିଲା? ହଁ, ଏହା ହେଉଛି ସେହିମାନଙ୍କର କାହାଣୀ। ସେମାନଙ୍କର ଦୈନନ୍ଦିନ ଜୀବନ, କାମ ଆଉ ବିଶ୍ୱାସ, ଯାହା ମିଶି ଏକ ଜୀବନ୍ତ ସଭ୍ୟତାକୁ ଗଢ଼ିଥିଲା। ତେବେ ଏହି ବିଶ୍ଳେଷଣରେ ଆମେ ସେହି ରାଜା ରାଣୀଙ୍କ କାହାଣୀ ଛାଡ଼ି ସିଧାସଳଖ ପଶିଯିବା ସାଧାରଣ ଲୋକଙ୍କ ଜୀବନ ଭିତରକୁ, କାହିଁକି ନା ସେମାନେ ହିଁ ତ ଥିଲେ ଇତିହାସର ପ୍ରକୃତ କାରିଗର। ତେବେ ମୂଳ ପ୍ରଶ୍ନଟା ହେଉଛି, ଶହ ଶହ ବର୍ଷ ତଳେ ଲୋକଙ୍କ ଦିନ କେମିତି କଟୁଥିଲା? କ'ଣ ଖାଉଥିଲେ, କ'ଣ ପିନ୍ଧୁଥିଲେ, ଆଉ ସେମାନଙ୍କର ବିଶ୍ୱାସ ସେସବୁ କେମିତି ଥିଲା? ଚାଲନ୍ତୁ ଏକାଠି ଏହାର ଉତ୍ତର ଖୋଜିବା। ଆମର ଏହି ଯାତ୍ରାକୁ ଆମେ ମୁଖ୍ୟତଃ 3 ଭାଗରେ ବାଣ୍ଟିଛେ। ପ୍ରଥମେ ଦେଖିବା ସମାଜର ଗଠନ, ତାପରେ ଆସିବ ଅର୍ଥନୀତି, ଆଉ ଶେଷରେ ଆମେ ବୁଝିବା ସେତେବେଳର ଧାର୍ମିକ ବିଶ୍ୱାସକୁ। ହଉ, ତେବେ ଚାଲନ୍ତୁ ଆରମ୍ଭ କରିବା ସମାଜର ଗଠନରୁ। ଦେଖନ୍ତୁ, ସେତେବେଳେ ଜଣେ ମଣିଷର ପୂରା ଜୀବନଟା ଗୋଟେ ଜଟିଳ ସାମାଜିକ ନିୟମ ଭିତରେ ବନ୍ଧା ହୋଇ ରହିଥିଲା। କିନ୍ତୁ ଏଇଟା ପ୍ରକୃତରେ କେମିତି କାମ କରୁଥିଲା? ସେତେବେଳର ସମାଜକୁ ବୁଝିବାକୁ ହେଲେ ଏହି କେତୋଟି ଜିନିଷ ଉପରେ ନଜର ପକାଇବାକୁ ପଡ଼ିବ। ଜାତି ଉପଜାତିର କଥା, ମହିଳାମାନଙ୍କର ସ୍ଥିତି, ଲୋକେ କ'ଣ ପିନ୍ଧୁଥିଲେ, କ'ଣ ଖାଉଥିଲେ, ଆଉ ଫୁର୍ସତ ସମୟରେ କ'ଣ କରୁଥିଲେ, ଏସବୁ ମିଶିକି ହିଁ ତିଆରି ହୋଇଥିଲା ସେତେବେଳର ଜୀବନ। ଆଉ ଏହି ସମାଜର ମୂଳ ଦୁଆ ଥିଲା ଜାତି ପ୍ରଥା। ମାନେ ଜଣେ କେଉଁଠି ଜନ୍ମ ହେଲା, ସେଇଟା ହିଁ ତାର କାମ ଆଉ ସମାଜରେ ତାର ସ୍ଥାନକୁ ପ୍ରାୟତଃ ସ୍ଥିର କରିଦେଉଥିଲା। ଗୋଟେ ହିସାବରେ ଏକ ସଂଗଠିତ ବ୍ୟବସ୍ଥା, କିନ୍ତୁ ବହୁତ କଠୋର। ସେହିଭଳି ମହିଳାମାନଙ୍କର ଭୂମିକା ବି ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ହଁ, ଏକଥା ସତ ଯେ ଅଲଗା ଅଲଗା ସାମାଜିକ ସ୍ତରରେ ସେମାନଙ୍କର ସ୍ଥିତି ଆଉ ଅଧିକାର ଅଲଗା ଥିଲା, କିନ୍ତୁ ସେମାନେ ହିଁ ତ ଥିଲେ ପରିବାର ଆଉ ସମାଜର ମେରୁଦଣ୍ଡ। ଚାଲନ୍ତୁ ଏବେ କିଛି ମଜାଦାର କଥା ଜାଣିବା। ଲୋକମାନଙ୍କର ପୋଷାକ ଆଉ ଅଳଙ୍କାର ଥିଲା ସେମାନଙ୍କର ଷ୍ଟାଟସର ପ୍ରତୀକ। ଖାଇବା ପିଇବାରେ ଥିଲା ସ୍ଥାନୀୟ ଜିନିଷର ପ୍ରାଧାନ୍ୟ। ଆଉ ମନୋରଞ୍ଜନ, ହଁ, ସେତେବେଳେ ବି ଲୋକଙ୍କର ନିଜର ଶଖ ଆଉ ଖେଳକୁଦ ଥିଲା। ଏଇ ଛୋଟ ଛୋଟ କଥାଗୁଡ଼ାକ ହିଁ ତ ସେ ଯୁଗକୁ ଜୀବନ୍ତ କରିଦିଏ। କିନ୍ତୁ ଏବେ ପ୍ରଶ୍ନ ଆସୁଛି, ଏତେ ବଡ଼ ଆଉ ଜଟିଳ ସମାଜଟି ଚଳୁଥିଲା କେମିତି? ତାର ସମୃଦ୍ଧି ପଛରେ କ'ଣ ଥିଲା? ଆଉ ଏହାର ଉତ୍ତର, ହଁ, ଠିକ୍ ଭାବିଛନ୍ତି, ତାହା ଲୁଚି ରହିଛି ସେହି ସମୟର ଅର୍ଥନୀତି ଭିତରେ। ଏବେ ଆମେ ନଜର ପକାଇବା ମଧ୍ୟଯୁଗୀୟ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ଉପରେ। ଆଉ ଜାଣିଛନ୍ତି, ଏହା କେବଳ ଚାଷବାସ ଉପରେ ନିର୍ଭର କରୁନଥିଲା, ବରଂ ସମୁଦ୍ର ପାରି ବାଣିଜ୍ୟ ସହିତ ଏହାର ସମ୍ପର୍କ ବହୁତ ଗଭୀର ଥିଲା। ଏହି ଅର୍ଥନୀତିକୁ ଆମେ ମୁଖ୍ୟତଃ 3ଟି ଭାଗରେ ଦେଖିପାରିବା। ସବୁଠୁ ତଳେ ଥିଲା କୃଷି, ଯାହା ଥିଲା ମୂଳଦୁଆ। ତା ଉପରେ ଘଡ଼ି ଉଠିଥିଲା କାରିଗରୀ ଆଉ ଶିଳ୍ପ, ଆଉ ଏହି ଦୁଇଟାକୁ ନେଇ ଆଗକୁ ବଢ଼ୁଥିଲା ବାଣିଜ୍ୟ, ଯାହା ବିଶ୍ୱ ସହିତ ଯୋଡ଼ୁଥିଲା। ଏବେ ଗୋଟେ ବହୁତ ମଜାଦାର ଜିନିଷ ଦେଖନ୍ତୁ, ଶ୍ରେଣୀ ବା ଗିଲ୍ଡ ବ୍ୟବସ୍ଥା। ଏହାକୁ ଆପଣ ଆଜିର ଟ୍ରେଡ୍ ୟୁନିୟନ ଭଳି ଭାବିପାରନ୍ତି। ଏମାନେ କାରିଗରମାନଙ୍କର ସ୍ୱାର୍ଥ ଦେଖୁଥିଲେ, ଜିନିଷର କ୍ୱାଲିଟି ଠିକ୍ କରୁଥିଲେ, ଏପରିକି ବଜାରକୁ ବି ନିୟନ୍ତ୍ରଣ କରୁଥିଲେ। ଏଥିରୁ ଗୋଟିଏ କଥା ପୁରା ସ୍ପଷ୍ଟ, ସେତେବେଳର ଓଡ଼ିଶା ଗୋଟେ ବନ ସମାଜ ନଥିଲା। ଏଠିକାର ବନ୍ଦରରୁ ଜାହାଜ ସବୁ ଦୂର ଦୂର ଦେଶକୁ ଯାଉଥିଲା, ଆଉ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ବାଣିଜ୍ୟିକ କେନ୍ଦ୍ର ଭାବରେ ଗଢ଼ି ତୋଳିଥିଲା। ଠିକ୍ ଅଛି, ତେବେ ସମାଜ ଦୃଢ଼ ଥିଲା, ଅର୍ଥନୀତି ବି ସମୃଦ୍ଧ ଥିଲା। କିନ୍ତୁ ଲୋକମାନଙ୍କର ଆଧ୍ୟାତ୍ମିକ ଜୀବନ, ସେମାନେ କ'ଣ ବିଶ୍ୱାସ କରୁଥିଲେ? କେଉଁ ଆସ୍ଥା ସେମାନଙ୍କର ଜୀବନକୁ ଏକ ଅର୍ଥ ଦେଉଥିଲା? ଆମ ଆଲୋଚନାର ଏହି ଶେଷ ଭାଗରେ ଆମେ ସେହି ସମୟର ଧାର୍ମିକ ପରିବେଶକୁ ଦେଖିବା। ଆଉ ଏହା ବାସ୍ତବରେ ବହୁତ ସମୃଦ୍ଧ ଆଉ ବିବିଧ ଥିଲା। ଏହା ଏମିତି ଏକ ଜାଗା ଥିଲା ଯେଉଁଠି ଅନେକ ପ୍ରକାରର ବିଶ୍ୱାସ ଏକାଠି ବଢ଼ୁଥିଲେ ଆଉ ପରସ୍ପରକୁ ପ୍ରଭାବିତ ବି କରୁଥିଲେ। ଆପଣ କେବଳ ତାଲିକାଟା ଦେଖନ୍ତୁ। ଜୈନ ଧର୍ମ, ବୌଦ୍ଧ ଧର୍ମ, ଶୈବ, ଶାକ୍ତ, ବୈଷ୍ଣବ ଧର୍ମଠାରୁ ଆରମ୍ଭ କରି ଗଣପତି ପୂଜା, ନାଥ ସମ୍ପ୍ରଦାୟ ଏବଂ ଏପରିକି ସୂର୍ଯ୍ୟ ଉପାସନା ପର୍ଯ୍ୟନ୍ତ ସବୁକିଛି ଏକାଠି ପ୍ରଚଳିତ ଥିଲା। କଳ୍ପନା କରନ୍ତୁ କେତେ ଜୀବନ୍ତ ଥିବ ସେହି ଆଧ୍ୟାତ୍ମିକ ପରିବେଶ। ଆଉ ଏହି ମିଶ୍ରଣର ସବୁଠୁ ସୁନ୍ଦର ଉଦାହରଣ ହେଉଛି ହରିହର ପରମ୍ପରା। ଏଥିରେ ବିଷ୍ଣୁ ଆଉ ଶିବଙ୍କୁ ଏକାଠି ପୂଜା କରାଯାଉଥିଲା। ଏହା ଦର୍ଶାଏ ଯେ ଲୋକମାନେ କେବଳ ଶାନ୍ତିରେ ଏକାଠି ରହୁନଥିଲେ, ବରଂ ସେମାନଙ୍କ ବିଶ୍ୱାସ ବି ପରସ୍ପର ସହ ମିଶି ଯାଉଥିଲା। ଆଉ ଏହି ସମସ୍ତ ଆଧ୍ୟାତ୍ମିକ ଧାରା, ଏସବୁ ମିଶି ଶେଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲା। ଏକ ଅନନ୍ୟ ଚେତନା, ଯାହାକୁ ଆମେ ଆଜି ଜଗନ୍ନାଥ ଚେତନା ବୋଲି କହୁଛୁ। ଏକ ପ୍ରକାରରେ ଏହା ଥିଲା ସେହି ସବୁ ବିଶ୍ୱାସର ସାରଣସାର। ତେବେ ଆମେ ଦେଖିଲେ ସମାଜ କେମିତି ଥିଲା, ଅର୍ଥନୀତି କେମିତି ଚାଲୁଥିଲା, ଆଉ ଲୋକଙ୍କର ଆସ୍ଥା କ'ଣ ଥିଲା। କିନ୍ତୁ ଏସବୁର ପ୍ରମାଣ, ଏସବୁର ଐତିହ୍ୟ
ଆଜି ଆମେ କେଉଁଠି ଦେଖିପାରିବା? ଆଉ ଜବାବ ହେଉଛି ଏହା ଆକ୍ଷରିକ ଭାବେ ଆମ ଆଖି ସାମ୍ନାରେ ପଥରରେ ଖୋଦି ହୋଇ ରହିଛି। ତେଣୁ ଦେଖିବାକୁ ଗଲେ ଏହି ତିନୋଟି ଜିନିଷ ସମାଜର ଗଠନ, ସୁଦୃଢ଼ ଅର୍ଥନୀତି ଆଉ ସମୃଦ୍ଧ ଆଧ୍ୟାତ୍ମିକ ଜୀବନ ଏସବୁ ମିଶି ହିଁ ମଧ୍ୟଯୁଗୀୟ ଓଡ଼ିଶାର ସେହି ଅଦ୍ୱିତୀୟ ସଭ୍ୟତାକୁ ତିଆରି କରିଥିଲେ। ଆଉ ଏହି ଜୀବନ୍ତ ସମାଜ ନିଜକୁ ପ୍ରକାଶ କରିଥିଲା କଳା ଆଉ ସ୍ଥାପତ୍ୟ ମାଧ୍ୟମରେ, ଯାହା ଆଜି ବି ଆମକୁ ଆଶ୍ଚର୍ଯ୍ୟ କରେ। ଏହି ମନ୍ଦିରଗୁଡ଼ିକ କେବଳ ପଥରର କାରୁକାର୍ଯ୍ୟ ନୁହେଁ, ବରଂ ସେହି ପୂରା ସମାଜର ଆତ୍ମାର କାହାଣୀ। ଆଉ ଏହି କାହାଣୀ ଆମେ ଆମର ପରବର୍ତ୍ତୀ ବିଶ୍ଳେଷଣରେ ଦେଖିବା। କିନ୍ତୁ ଆଜି ପାଇଁ ଶେଷ ପ୍ରଶ୍ନଟି ହେଉଛି, କେମିତି ଗୋଟେ ସମାଜର ବିଶ୍ୱାସ, ତାର ଦୈନନ୍ଦିନ ଜୀବନ ଏମିତି ଭାବରେ ପଥର ଉପରେ ଖୋଦି ହୋଇଯାଏ ଯେ ତାହା ଚିରକାଳ ପାଇଁ ଅମର ହୋଇଯାଏ? ଏହାର ଉତ୍ତର ଆମେ ପରବର୍ତ୍ତୀ ଅଧ୍ୟାୟ ଅର୍ଥାତ୍ ଆମର ସପ୍ତଦଶ ଅଧ୍ୟାୟର ଆଲୋଚନାରେ ଖୋଜିବା, ଯେଉଁଠି ଆମେ କଳା ଏବଂ ସ୍ଥାପତ୍ୟ ବିଷୟରେ କଥା ହେବା।